ଦ୍ୱିତୀୟ ମାକାବୀୟ ପୁସ୍ତକ ଅଧ୍ୟାୟ 4। ସିମୋନ ଅନ୍ୟ କୁକର୍ମାବଳୀ। ଯିଏ ସ୍ୱଦେଶ ବିରୁଦ୍ଧରେ ଅର୍ଥ ବିଷୟରେ ସମ୍ବାଦ ଦେଇଥିଲା, ସେହି ପୂର୍ବୋକ୍ତ ସିମୋନ ବର୍ତ୍ତମାନ ଅନିଆସଙ୍କ ବିରୁଦ୍ଧରେ ମିଥ୍ୟାପବାଦ ପ୍ରସାର କରିବାକୁ ଆରମ୍ଭ କଲା ଯେ ହେଲିଆଦରସଙ୍କୁ ପ୍ରବର୍ତ୍ତାଇ ଦେଇ ମଧ୍ୟରେ ଦୁର୍ଭାଗ୍ୟ ସଂଘଟିତ କରାଇଥିବା ବ୍ୟକ୍ତି ସ୍ୱୟଂ ଅନିଆସ ଅଟନ୍ତି, ଯିଏ ନଗରୀଟିର ଉପକାରୀ, ଜନତାର ରକ୍ଷକ ଓ ବିଧାନର ପାଳନ ପାଇଁ ଉତ୍ସୁକ ବ୍ୟକ୍ତି ଥିଲେ। ସେ ଶାସନ ତତ୍ତ୍ୱକୁ ବିରୋଧ କରୁଥିବା ଜଣେ ଷଡ଼ଯନ୍ତ୍ରକାରୀ ଅଟନ୍ତି ବୋଲି କହିବାକୁ ସେହି ସିମୋନ ସାହସ କଲା। ତା'ର ଏଭଳି ଶତ୍ରୁତା ଏପରି ପରିବର୍ତ୍ତିତ ହେଲା ଯେ ସିମୋନର ବିଶ୍ୱସ୍ତ ଅନୁଗାମୀମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କେତେକ ନରହତ୍ୟା କରିବାକୁ ସାହସ କଲା। ସେ ସମୟରେ ଏହି ପ୍ରତିଯୋଗିତା ଯେ ଗୁରୁତର ଓ ମେନେସ୍ତେତୌସର ପୁତ୍ର ଓ ଦକ୍ଷିଣ ସିରିଆ ତଥା ଫେନିସିଆର ରାଜ୍ୟପାଳ ଆପୋଲୋନିୟସ୍ ଯେ ସିମୋନ ଦ୍ୱାରା ସମ୍ପାଦିତ କୁକର୍ମ ସବୁକୁ ପ୍ରବର୍ତ୍ତାନ୍ତି, ଅନିଆସ ଏହା ଜାଣିପାରିଲେ। ସୁତରାଂ ସେ ସହନାଗରିକମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ନୁହେଁ, ବରଂ ଜନତାର ସାର୍ବଜନୀନ ତଥା ବ୍ୟକ୍ତିଗତ କୁଶଳକୁ ଲକ୍ଷ୍ୟ କରି ରାଜାଙ୍କ ନିକଟକୁ ପ୍ରସ୍ଥାନ କଲେ। କାରଣ ସେ ହୃଦବୋଧ କରିଥିଲେ ଯେ ରାଜାଙ୍କର ବିନା ଦୃଷ୍ଟିରେ ଲୋକମାନଙ୍କର ସମସ୍ୟାଗୁଡ଼ିକ ଶାନ୍ତିପୂର୍ଣ୍ଣ ସମାଧାନରେ ଆଉ ପହଞ୍ଚି ପାରିବ ନାହିଁ ଓ ସିମୋନ ତା'ର ମୂଢ଼ କର୍ମାବଳୀରୁ ନିବୃତ୍ତ ହେବ ନାହିଁ। ମହାଯାଜକ ଜାସନ ଓ ଜୁଦେୟାର ଗ୍ରୀସୀୟ ଧର୍ମ ପ୍ରଚାର। ସେଲୌକସଙ୍କ ମୃତ୍ୟୁ ପରେ ଏପିଫାନେସ୍ ନାମକ ଆନ୍ତିଓଖସ୍ ରାଜା ହେବା ବେଳେ ଅନିଆସଙ୍କ ଭ୍ରାତା ଜାସନ ଦୁର୍ନୀତିଯୁକ୍ତ ଉପାୟ ବଳରେ ମହାଯାଜକଙ୍କ ପଦବୀ ନିଜ ପାଇଁ ଲାଭ କଲା। ସେ ରାଜାଙ୍କୁ ସାକ୍ଷାତ କରି ପ୍ରତିଜ୍ଞା କଲା ଯେ 360 ତାଲେଣ୍ଟ ରୌପ୍ୟ ଓ ଅନ୍ୟ ଏକ ରାଜସ୍ୱରୁ 80 ତାଲେଣ୍ଟ ପ୍ରଦାନ କରିବ। ଏତଦ୍‌ବ୍ୟତୀତ ସେ ଏହା ମଧ୍ୟ ପ୍ରତିଜ୍ଞା କଲା ଯେ ନିଜ ଅଧିକାରାଧୀନରେ ଗୋଟିଏ ବ୍ୟାୟାମ ବିଦ୍ୟାଳୟ ଓ ଯୁବା ଜଳକେନ୍ଦ୍ର ସ୍ଥାପନ କରିବାକୁ ଅନୁମତି ଦିଆଗଲେ ଓ ଜେରୁସାଲେମବାସୀମାନେ ଆନ୍ତିଓଖିଆର ନାଗରିକ ରୂପେ ତାଲିକାଭୁକ୍ତ ହେଲେ, ତେବେ ସେ 150 ତାଲେଣ୍ଟ ମଧ୍ୟ ଅଧିକ ପ୍ରଦାନ କରିବ। ଏ ସମସ୍ତ କାର୍ଯ୍ୟ ପାଇଁ ରାଜା ସମ୍ମତ ହେଲେ ଓ ଜାସନ ନିଜର କାମ୍ୟ ପଦବୀରେ ଅଧିଷ୍ଠ ହେଲା। ସେ ସହସା ସ୍ୱଦେଶୀୟ ବ୍ୟକ୍ତିମାନଙ୍କୁ ଗ୍ରୀସୀୟ ଜୀବନ ପ୍ରଣାଳୀ ମୁତାବକ ଜୀବନଯାପନ କରିବାକୁ ପ୍ରରୋଚନା ଦେଲା। ରୋମୀୟମାନଙ୍କ ସହିତ ବନ୍ଧୁତ୍ୱ ତଥା ମୈତ୍ରୀ ବନ୍ଧନ ସ୍ଥାପନ କରିବା ପାଇଁ ଦୂତ ରୂପେ ପ୍ରସ୍ଥାନ କରିଥିବା ଏଉପୋଲେମୁସଙ୍କ ପିତା ଯୋହାନାନ ଯିହୁଦୀମାନଙ୍କ ପାଇଁ ଲାଭ କରିଥିବା ରାଜକୀୟ ରିହାତିକୁ ସେ ରଦ୍ଦ କଲା। ସେ ପୁଣି ବିଧାନସଙ୍ଗତ ଜୀବନଯାପନ ପ୍ରଣାଳୀକୁ ଅବୈଧ କରି ବିଧାନ ବିପକ୍ଷୀୟ ରୀତି ସମୂହକୁ ଦେଶ ମଧ୍ୟରେ ପ୍ରବର୍ତ୍ତନ କଲା। ଉତ୍ସୁକ ପୂର୍ବକ ସେ ଦୁର୍ଗର ଠିକ୍ ନିମ୍ନରେ ଏକ ବ୍ୟାୟାମ ବିଦ୍ୟାଳୟ ସ୍ଥାପନ କଲା ଓ କୁଳୀନ ଜାତ ଯୁବା ବ୍ୟକ୍ତିମାନଙ୍କୁ ଗ୍ରୀସୀୟ ଟୋପି ପରିଧାନ କରିବାକୁ ପ୍ରରୋଚନା ଦେଲା। ଅଧର୍ମୀ ଓ ଯଥାର୍ଥରେ ମହାଯାଜକ ନଥିବା ଜାସନର ସୀମାହୀନ ଦୁଷ୍ଟତା ନିମିତ୍ତ ଜନତା ମଧ୍ୟରେ ଗ୍ରୀସୀୟ ଆଚରଣ ତଥା ଦେଶୀୟ ଜୀବନ ପ୍ରଣାଳୀ ଏହିପରି ପ୍ରସାରିତ ହେଲା ଯେ
ଯାଜକମାନେ ବଳିପୀଠରେ ପରିଚର୍ଯ୍ୟାରେ କେବେ କୌଣସି ଉତ୍ସାହ ପ୍ରଦର୍ଶନ କଲେ ନାହିଁ। ଲୌହ ଥାଳିଆ କ୍ରୀଡ଼ାର ସମୟକୁ ଘୋଷିତ ହେବା କ୍ଷଣି ସେହି ଯାଜକମାନେ ପବିତ୍ରାଳୟକୁ ଅବମାନନା କରି ଓ ନୈବେଦ୍ୟ ଉତ୍ସର୍ଗକୁ ତ୍ୟାଗ କରି ରଙ୍ଗଭୂମିକୁ ସେହି ଅବୈଧ କାର୍ଯ୍ୟକ୍ରମର ଭାଗିଦାର ହେବା ପାଇଁ ଅତି ଶୀଘ୍ର ଯାଉଥିଲେ। ନିଜର ପିତୃପୁରୁଷମାନେ ଯାହା ଅତ୍ୟଧିକ ଆଦର କରିଥିଲେ ସେମାନେ ତାହା ଅବଜ୍ଞା କଲେ ଓ ଗ୍ରୀସୀୟମାନେ ଯାହା ପ୍ରଭାବ ବିଶିଷ୍ଟ ସଦୃଶ ମନେ କରିଥିଲେ ତାହା ସେମାନେ ଅତି ଆଦରପୂର୍ବକ ଗ୍ରହଣ କଲେ। ଏହି କାରଣରୁ ସେମାନେ ଭୀଷଣ ବିପଦରେ ପଡ଼ିଲେ ଓ ଯେଉଁମାନଙ୍କର ଜୀବନ ପ୍ରଣାଳୀକୁ ସେମାନେ ପ୍ରଶଂସା କରିଥିଲେ ଓ ସମ୍ପୂର୍ଣ୍ଣ ଭାବେ ଅନୁସରଣ କରିବାକୁ ଇଚ୍ଛୁକ ହୋଇଥିଲେ ସେମାନେ ସେମାନଙ୍କ ଶତ୍ରୁରେ ପରିଣତ ହୋଇ ଶାସ୍ତି ଭୋଗ କଲେ। କାରଣ ଦୈବ ବିଧାନ ପ୍ରତି ଅଶ୍ରୁତା ପ୍ରଦର୍ଶନ କରିବା ଏକ ତୁଚ୍ଛ କାର୍ଯ୍ୟ ନୁହେଁ। ପରବର୍ତ୍ତୀ ଘଟଣା ସମୂହ ଏହି ବିଷୟକୁ ସ୍ପଷ୍ଟ କରିବ। ତୀର ଦେଶରେ ରାଜାଙ୍କ ସମ୍ମୁଖରେ ଚତୁର୍ବାର୍ଷିକ କ୍ରୀଡ଼ା ହେଉଥିବା ସମୟରେ ସେହି ନିକୃଷ୍ଟ ଜାସନ ଆନ୍ତିଓଖିଆର ନାଗରିକ ରୂପେ ଜେରୁସାଲେମରୁ ମନୋନୀତ କେତେକ ଦୂତଙ୍କୁ 300 ରୌପ୍ୟ ଦ୍ରାକମା ସମେତ ହେରକୁଲେସ୍ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ପଠାଇଲା। କିନ୍ତୁ ଯେଉଁମାନେ ସେହି ଅର୍ଥ ସଙ୍ଗରେ ନେଇଯାଇଥିଲେ ସେମାନେ ହେରକୁଲେସ୍ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବା ଅନୁଚିତ ଥିବା ଯୋଗୁଁ ସେହି ଅର୍ଥ ନୈବେଦ୍ୟ ଉତ୍ସର୍ଗରେ ଉପଯୋଗ ନ କରିବା ଉତ୍ତମ ମନେକରି ଅନ୍ୟ ଏକ ଲକ୍ଷ୍ୟ ପାଇଁ ତାହା ବ୍ୟୟ କଲେ। ପ୍ରେରକ ସେହି ଅର୍ଥକୁ ହେରକୁଲେସ୍ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଇଚ୍ଛା କରିଥିଲା, କିନ୍ତୁ ତାହାର ବାହକମାନେ ନିଜ ନିଷ୍ପତ୍ତି ମୁତାବକ ଏକ ଛୋଟ ପାଲ ବିଶିଷ୍ଟ ଜାହାଜ ନିର୍ମାଣ କରିବା ପାଇଁ ତାହା ବିନିଯୋଗ କଲେ। ରାଜା ରୂପେ ଫିଲୋମେଥରଙ୍କ ମୁକୁଟ ଧାରଣ ଉତ୍ସବରେ ଉପସ୍ଥିତ ହୋଇ ରହିବା ସକାଶେ ମେନେସ୍ତେଉସର ପୁତ୍ର ଆପୋଲୋନିୟସକୁ ଇଜିପ୍ଟକୁ ପଠାଇଥିବା ସମୟରେ ଆନ୍ତିଓଖସ୍ ଏହିପରି ହୃଦବୋଧ କଲା ଯେ ରାଜା ଫିଲୋମେଥର ତାଙ୍କ ଶାସନତନ୍ତ୍ର ବିରୁଦ୍ଧରେ ଶତ୍ରୁଭାବ ପୋଷଣ କରିଛନ୍ତି, ସୁତରାଂ ସେ ନିଜର ରକ୍ଷା ପାଇଁ ଆବଶ୍ୟକ ସର୍ବବିଧ ବ୍ୟବସ୍ଥାର ଆୟୋଜନ କଲା। ଜୋପାରେ ଆସି ପହଞ୍ଚିବା ପରେ ସେ ଜେରୁସାଲେମକୁ ଯାତ୍ରା କଲେ। ଜାସନ ଓ ନଗରୀବାସୀମାନେ ତାଙ୍କୁ ଆଡ଼ମ୍ବରପୂର୍ବକ ଓ ପ୍ରଜ୍ୱଳିତ ମଶାଲ ତଥା ଚିତ୍କାର ସମେତ ସ୍ୱାଗତ ଜଣାଇଲେ। ତତ୍ପରେ ସେ ଫେନିସିଆକୁ ଯାତ୍ରା କଲେ। ମହାଯାଜକ ମେନେଲାଓସ୍ ଏହିପରି 3ଟି ବର୍ଷ ଅତିବାହିତ ହେଲା ପରେ ରାଜାଙ୍କ ହସ୍ତରେ ଅର୍ଥ ସମର୍ପଣ କରିବା ଓ କେତେକ ମୁଖ୍ୟ ବିଷୟ ସମ୍ପର୍କରେ ତାଙ୍କ ମତ ଜାଣିବା ଉଦ୍ଦେଶ୍ୟରେ ପୂର୍ବୋକ୍ତ ସିନମର ଭ୍ରାତା ମେନେଲାଓସକୁ ଜାସନ ପଠାଇଲା। କିନ୍ତୁ ସେ ରାଜାଙ୍କ ସମୀପରେ ଉପସ୍ଥିତ ହେବାବେଳେ ଅଧିକାର ବିଶିଷ୍ଟ ଜଣେ ବ୍ୟକ୍ତି ସଦୃଶ ରାଜାଙ୍କୁ ପ୍ରଶଂସା କଲା ଓ ଜାସନ ଅପେକ୍ଷା ଅଧିକ 300 ତାଲେଣ୍ଟ ରୌପ୍ୟ ପ୍ରତିଜ୍ଞା କରି ତାଙ୍କଠାରୁ ମହାଯାଜକୀୟ ପଦବୀକୁ ନିଜ ପାଇଁ ଲାଭ କଲା। ରାଜାଙ୍କଠାରୁ ଆଦେଶନାମା ଗ୍ରହଣ କରି ସେ ଫେରି ଆସିଲା, କିନ୍ତୁ ମହାଯାଜକ ପଦବୀରେ ଭୂଷିତ ହେବା ପାଇଁ ଯଦିଓ ତାର କୌଣସି ଯୋଗ୍ୟତା ନଥିଲା, ତଥାପି ନିଷ୍ଠୁର ସ୍ୱେଚ୍ଛାଧିପତିର ଉଗ୍ରକୋପ ତଥା ହିଂସ୍ରକ ବନ୍ୟ ପଶୁର କ୍ରୂରତା ବିଶିଷ୍ଟ ଜଣେ ବ୍ୟକ୍ତି ସେ ଥିଲା। ନିଜ ଭ୍ରାତାକୁ ସ୍ଥାନଚ୍ୟୁତ କରିଥିବା ଜାସନ ଏହିପରି ଅନ୍ୟ ଜଣେ ବ୍ୟକ୍ତି ଦ୍ୱାରା ପଦଚ୍ୟୁତ ହୋଇ ଆମନ ଦେଶକୁ ପଳାତକ ରୂପେ
ବିତାଡ଼ିତ ହେଲା। ମେନେଲାଓସ୍ ମହାଯାଜକ ପଦବୀରେ ଭୂଷିତ ଥିବା ବେଳେ ପ୍ରତିଜ୍ଞାନୁବଦ୍ଧ ହୋଇଥିବା ସେହି ଅର୍ଥ ସଂଖ୍ୟାକୁ ନିୟମିତ ଭାବେ ରାଜାଙ୍କୁ ପ୍ରଦାନ କଲା ନାହିଁ। ଦୁର୍ଗର ଅଧିପତି ସୋସୋପାତ୍ରୋସ ତା'ଠାରୁ ସେହି ଅର୍ଥ ଦାବି କରୁଥିଲା, କାରଣ ରାଜସ୍ୱ ଆଦାୟର କର୍ତ୍ତବ୍ୟ ତା' ହସ୍ତରେ ନ୍ୟସ୍ତ ଥିଲା। ସୁତରାଂ ରାଜା ଏହି ବିଷୟକୁ ପରିଗଣନା କରିବା ପାଇଁ ଉଭୟଙ୍କୁ ନିଜ ସମୀପକୁ ଡକାଇଲେ। ଯିବା ପୂର୍ବରୁ ମେନେଲାଓସ୍ ନିଜ ଭ୍ରାତା ସିଲିମାଖୋସକୁ ମହାଯାଜକଙ୍କ ପ୍ରତିନିଧି ରୂପେ ନିଯୁକ୍ତ କଲା ଓ ସୋସୋପାତ୍ରୋସ ସିପ୍ରିୟ ସୈନ୍ୟ ଦଳର ସେନାପତି କ୍ରାତେସକୁ ନିଜ ସ୍ଥାନରେ ନିୟୋଜିତ କଲା। ଅନିଆସଙ୍କ ନିଧନ। ଏପରି କାର୍ଯ୍ୟବଳୀ ସଂଘଟିତ ହେଉଥିବା ସମୟରେ ତାର୍ସୁସ୍ ଓ ମାଲୋସ୍ ନଗରୀ ସମୂହ କୋଳାହଳ କରି ଉଠିଲେ, କାରଣ ରାଜା ନିଜର ଉପପତ୍ନୀ ଆନ୍ତିଓଖସ୍କୁ ସେମାନଙ୍କ ନଗରୀକୁ ଉପହାର ସଦୃଶ ପ୍ରଦାନ କରିଥିଲେ। ସୁତରାଂ ରାଜା ଉଚ୍ଚ ପଦ ବିଶିଷ୍ଟ ଆନ୍ତ୍ରୋନିଖସ୍ ନାମକ ଜଣେ ବ୍ୟକ୍ତିକୁ ନିଜର ପ୍ରତିନିଧି ରୂପେ ନିଯୁକ୍ତ କରି କୋଳାହଳ ଦମନ କରିବା ଉଦ୍ଦେଶ୍ୟରେ ସେ ସ୍ଥାନକୁ ଯାତ୍ରା କଲେ। ସମୟଟି ଯେ ତାଙ୍କର ଅନୁକୂଳ, ଏହିପରି ଭାବି ମେନେଲାଓସ୍ ଦେବାଳୟରୁ କେତେକ ସୁବର୍ଣ୍ଣ ପାତ୍ର ଚୋରି କରି ଆନ୍ତ୍ରୋନିଖସକୁ ଦାନ କଲା। ଅନ୍ୟ ପାତ୍ର ସମୂହକୁ ତୀର ତଥା ସମୀପବର୍ତ୍ତୀ ନଗରୀଗୁଡ଼ିକରେ ସେ ବିକ୍ରୟ କରିଥିଲା। ଅନିଆସ୍ ଏ ସମସ୍ତ କାର୍ଯ୍ୟ ଅବଗତ ହେଲେ ଏବଂ ଆନ୍ତିଓଖିଆ ସମୀପବର୍ତ୍ତୀ ଦାଫନେସ୍ଥିତ ପବିତ୍ରାଳୟକୁ ସ୍ଥାନାନ୍ତରିତ ହେଲା ପରେ ଏ ସମସ୍ତ କାର୍ଯ୍ୟବଳୀକୁ ଘୋଷଣା କଲେ। ସୁତରାଂ ଅନିଆସଙ୍କୁ ନିଧନ କରିବା ପାଇଁ ମେନେଲାଓସ୍ ଆନ୍ତ୍ରୋନିଖସକୁ ଗୋପନରେ ପ୍ରରୋଚନା ଦେଲା। ଆନ୍ତ୍ରୋନିଖସ୍ ଅନିଆସଙ୍କ ସମୀପକୁ ଆସି ପ୍ରବଞ୍ଚନାତ୍ମକ ଭାବେ ନିଜ ଦକ୍ଷିଣ ହସ୍ତକୁ ତାଙ୍କ ହସ୍ତ ସହିତ ମିଳାଇ ଶପଥ ପ୍ରତିଜ୍ଞାନୁବଦ୍ଧ କଲା। ଯଦିଓ ଅନିଆସ୍ ନିଜ ବିପଦ ସମ୍ବନ୍ଧରେ ସନ୍ଦିହାନ ଥିଲେ, ତଥାପି ତାଙ୍କୁ ପବିତ୍ରାଳୟରୁ ବାହାରକୁ ନେବା ପାଇଁ ଆନ୍ତ୍ରୋନିଖସ୍ ସକ୍ଷମ ହେଲା। ନ୍ୟାୟପରାୟଣତା ସମ୍ପର୍କରେ ଲେଶ ମାତ୍ର ଚିନ୍ତା ନ କରି ସେ ତତ୍କ୍ଷଣାତ୍ ତାଙ୍କୁ ବଦ୍ଧ କଲା। ତାଙ୍କୁ ଅନ୍ୟାୟ ଭାବେ ନିଧନ କରିଥିବା ଯୋଗୁଁ କେବଳ ଯିହୁଦୀମାନେ ନୁହେଁ, ବରଂ ଅନ୍ୟ ଜାତିମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ମଧ୍ୟ ଶୋକାର୍ତ୍ତ ହୋଇ ନିଜ ନିଜର ବିରକ୍ତି ପ୍ରକାଶ କଲେ। ରାଜା ସିଲିସିଆ ଦେଶରୁ ଫେରି ଆସିବା ସମୟରେ ନଗରୀବାସୀ ଯିହୁଦୀମାନେ ଅନିଆସଙ୍କ ଅକାରଣ ନିଧନ ସମ୍ବନ୍ଧରେ ତାଙ୍କ ସମୀପରେ ଆବେଦନ ଜଣାଇଲେ। ଗ୍ରୀସୀୟ ଲୋକେ ମଧ୍ୟ ସେହି ଅପରାଧ ବିରୁଦ୍ଧରେ ସେମାନଙ୍କର ବିଦ୍ୱେଷ ପ୍ରକାଶ କଲେ। ଆନ୍ତିଓଖସ୍ ନିହତ ବ୍ୟକ୍ତିଙ୍କ ପରିପକ୍ୱ ଭାବେ ତଥା ସତ ସ୍ୱଭାବକୁ ସ୍ମରଣ କରି ମନରେ ବ୍ୟଥିତ ହେଲେ ଓ ଅନୁକମ୍ପା ପୂର୍ବକ ବିଳାପ କଲେ। ତତ୍ପରେ କ୍ରୁଦ୍ଧ ହୋଇ ସେ ସହସା ଆନ୍ତ୍ରୋନିଖସକୁ ତାଙ୍କ ଦ୍ୱାରା ପରିହିତ ବାଇଗଣୀ ବସ୍ତ୍ରରୁ ବିବସ୍ତ୍ର କରାଇଲେ ଓ ତା'ର ପରିଧାନକୁ ଛିନ୍ନ କରି ଆନ୍ତ୍ରୋନିଖସକୁ ନଗରୀ ଦେଇ ପଦବ୍ରଜ ପୂର୍ବକ ଅନିଆସଙ୍କ ବିରୁଦ୍ଧରେ ଅତ୍ୟାଚାର କରାଯାଇଥିବା ସେହି ସ୍ଥାନକୁ ନେଇ ଆସିଲେ। ସେଠାରେ ସେହି ରକ୍ତ ପିପାସୁ ବ୍ୟକ୍ତିକୁ ସେ ନିଧନ କଲେ। ଏହିପରି ସମୁଚିତ ଶାସ୍ତି ମାଧ୍ୟମରେ ପ୍ରଭୁ ତାଙ୍କ ବିରୁଦ୍ଧରେ ପ୍ରତିଶୋଧ ନେଲେ। ଲିସିମାକୋସର ନିଧନ। ମେନେଲାଓସଙ୍କ ପ୍ରଚ୍ଛନ୍ନ ସମ୍ମତି ସାହାଯ୍ୟରେ ଲିସିମାଖୋସ୍ ନଗରୀରେ ଅନେକ ଈଶ୍ୱର ନିନ୍ଦାଯୁକ୍ତ କାର୍ଯ୍ୟ ସାଧନ କଲା। ଏହି ବୃତ୍ତାନ୍ତ ପ୍ରସାରିତ ହେବା ସମୟରେ
ଓ ବହୁ ସୁବର୍ଣ୍ଣ ପାତ୍ର ଅପହୃତ ହୋଇଥିବା ଯୋଗୁଁ ଜନତା ଲିସିମାଖୋସ୍ ବିରୁଦ୍ଧରେ ଏକତ୍ରିତ ହେଲେ। ଜନତା କ୍ରୋଧାକ୍ରାନ୍ତ ପୂର୍ବକ ଉତ୍ତେଜିତ ହୋଇଥିବା ଦେଖି ଲିସିମାଖୋସ୍ ପ୍ରାୟ 3000 ବ୍ୟକ୍ତିଙ୍କୁ ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ କରାଇ ଅନ୍ୟାୟ ଭାବେ ସେମାନଙ୍କୁ ଆକ୍ରମଣ କରିବା ପାଇଁ ଆଦେଶ ଦେଲା। ବୟସରେ ବୃଦ୍ଧିପ୍ରାପ୍ତ ହୋଇଥିବା ଓ ମୂଢ଼ତାରେ ଅଳ୍ପ ନ୍ୟୁନ ନଥିବା ଔରାନସ୍ ନାମକ ଜଣେ ବ୍ୟକ୍ତି ହସ୍ତରେ ସେହି ସୈନ୍ୟ ଦଳର ନେତୃତ୍ୱ ନ୍ୟସ୍ତ ହୋଇଥିଲା। କିନ୍ତୁ ଲିସିମାଖୋସ୍ ଦ୍ୱାରା ପ୍ରରୋଚିତ ଆକ୍ରମଣ ବିଷୟ ଜାଣି ଜନତା ମଧ୍ୟରୁ କେତେକ ବ୍ୟକ୍ତି ପଥର, ଅନ୍ୟ କେତେକ ଖଣ୍ଡକାଠ ଓ ଅନ୍ୟ କେତେକ ବ୍ୟକ୍ତି ସମୀପରେ ବିଚ୍ଛିନ୍ନ ହୋଇ ରହିଥିବା ଭସ୍ମରୁ ମୁଠାଏ ଲେଖାଏଁ ଧରିଲେ। ସେମାନେ ସେ ସମସ୍ତକୁ ନିର୍ବିଚାର ଭାବେ ଲିସିମାଖୋସ୍ ଓ ତାର ଅନୁଗାମୀମାନଙ୍କ ଆଡ଼କୁ ନିକ୍ଷେପ କଲେ। ଫଳରେ ସେମାନଙ୍କ ମଧ୍ୟରୁ ଅନେକେ ଆଘାତପ୍ରାପ୍ତ ହେଲେ ଓ କେତେକ ବ୍ୟକ୍ତି ନିହତ ହେଲେ। ଅନ୍ୟ ସମସ୍ତେ ପଳାୟନ କଲେ। ଦେବାଳୟରୁ ଚୋରି କରିଥିବା ସେହି ଚୋରକୁ ସେମାନେ ଭଣ୍ଡାର ସମୀପରେ ନିଧନ କଲେ। ଏହି ଘଟଣା ସମ୍ବନ୍ଧରେ ମେନେଲାଓସ୍ ବିରୁଦ୍ଧରେ ଦୋଷାରୋପ କରାଗଲା। ରାଜା ତୀର ପ୍ରଦେଶକୁ ଆସିବା ସମୟରେ ରାଷ୍ଟ୍ର ପରିଷଦ ଦ୍ୱାରା ପ୍ରେରିତ 3 ଜଣ ବ୍ୟକ୍ତି ଏହି ବିଷୟ ତାଙ୍କୁ ଜଣାଇଲେ। କିନ୍ତୁ ନିଜର ପତନ ଯେ ସୁନିଶ୍ଚିତ ଏହା ଜାଣିଥିବା ମେନେଲାଓସ୍ ରାଜାଙ୍କୁ ନିଜର ସପକ୍ଷ କରାଇବା ଉଦ୍ଦେଶ୍ୟରେ ଦୋରିମେନେସ୍ର ପୁତ୍ର ଟଲେମିକୁ ଏକ ବିପୁଳ ଲାଞ୍ଚ ଦେବାକୁ ପ୍ରତିଜ୍ଞା କଲା। ସୁତରାଂ ବିଶୁଦ୍ଧ ବାୟୁ ସେବନ କରିବା ଛଳନାରେ ଟଲେମି ରାଜାଙ୍କୁ ସ୍ତମ୍ଭ ସମୂହର ନିକଟକୁ ଘେନିଯାଇ ମନ ପରିବର୍ତ୍ତନ କରିବାକୁ ପ୍ରରୋଚନା ଦେଲା। ଫଳରେ ସମସ୍ତ ଅନିଷ୍ଟ କାର୍ଯ୍ୟର କାରଣ ହୋଇଥିବା ମେନେଲାଓସକୁ ସର୍ବବିଧ ଦୋଷାରୋପରୁ ସେ ମୁକ୍ତ କଲେ ଓ ସେହି ହତଭାଗ୍ୟ ବ୍ୟକ୍ତିମାନଙ୍କୁ ମୃତ୍ୟୁଦଣ୍ଡ ଭୋଗ କରିବା ପାଇଁ ସେ ସମର୍ପଣ କଲେ। ସେମାନେ ଯଦି ସ୍କିତୀୟମାନଙ୍କ ସମ୍ମୁଖରେ ନିଜର ବିଷୟ ସମ୍ବନ୍ଧରେ ଯୁକ୍ତି ବାଢ଼ିଥାନ୍ତେ ତାହାହେଲେ ମୁକ୍ତ ହୋଇଥାନ୍ତେ। ଏପରି ନଗରୀ ଜନମଣ୍ଡଳୀ ତଥା ପବିତ୍ର ପାତ୍ର ସପକ୍ଷରେ ତର୍କ ବାଢ଼ିବା ସେହି ଲୋକେ ଅକସ୍ମାତ୍ ଅନ୍ୟାୟ ଶାସ୍ତି ଭୋଗ କଲେ। ଏହି ଅପରାଧ ପ୍ରତି ନିଜର ବିରୁଦ୍ଧକୁ ସ୍ପଷ୍ଟ କରିବା ପାଇଁ ତୀରବାସୀମାନେ ମଧ୍ୟ ସେମାନଙ୍କୁ ଆଡ଼ମ୍ବର ସହକାରେ ସମାଧିସ୍ଥ କରିବା ସକାଶେ ସାହାଯ୍ୟ କଲେ। କିନ୍ତୁ କର୍ତ୍ତୃତ୍ୱ ବିଶିଷ୍ଟ ବ୍ୟକ୍ତିମାନଙ୍କ ଲୋଭ ହେତୁ ମେନେଲାଓସ୍ ଯାଜକ ପଦବୀରେ ଭୂଷିତ ହୋଇ ରହିଲା ଓ ସ୍ୱଜନମାନଙ୍କ ବିରୁଦ୍ଧରେ ଏକ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହୋଇ ଦୁଷ୍କର୍ମାବଳୀରେ ବୃଦ୍ଧିପ୍ରାପ୍ତ ହେଲା। ଅଧ୍ୟାୟ 5 ଜାସନର ମୃତ୍ୟୁ। ଏହି ସମୟରେ ଆନ୍ତିଓଖସ୍ ଇଜିପ୍ଟକୁ ଦ୍ୱିତୀୟବାର ଆକ୍ରମଣ କଲେ। ସେ ସମୟରେ ସମଗ୍ର ଜେରୁସେଲେମ୍ ନଗରୀ ଉପରେ ପ୍ରାୟ 40 ଦିନ ବ୍ୟାପୀ ସୁବର୍ଣ୍ଣ ବସ୍ତ୍ରାଭରଣ ଭୂଷିତ ଅଶ୍ୱାରୋହୀ ସୈନ୍ୟଦଳ ବର୍ଚ୍ଛା ତଥା ନିଷ୍କାସିତ ଖଡ଼୍ଗ ଧରି ଦଳ ଦଳ ହୋଇ ଆକ୍ରମଣ ତଥା ପ୍ରତି ଆକ୍ରମଣ କରୁଥିବା ଦୃଶ୍ୟ ଦେଖାଗଲା। ସେମାନେ ଢାଲ ଧରି ବର୍ଚ୍ଛା ତଥା ଅନ୍ୟାନ୍ୟ କ୍ଷେପଣୀୟ ଅସ୍ତ୍ରଶସ୍ତ୍ର ନିକ୍ଷେପ କରୁଥିଲେ। ସେମାନଙ୍କର ସୁବର୍ଣ୍ଣ ବସ୍ତ୍ରାଭରଣ ଓ ସର୍ବବିଧ ସାଞ୍ଜୁ ଆଲୋକରେ ପ୍ରତିବିମ୍ବ ହେଉଥିଲେ। ତେଣୁ ସେହି ଦୃଶ୍ୟ ଶୁଭ ଶକୁନରେ ପରିଣତ ହେବା ପାଇଁ ସମସ୍ତ ଜନତା ପ୍ରାର୍ଥନା କଲେ। ଆନ୍ତିଓଖସ୍ ଯେ ମୃତ୍ୟୁବରଣ କରିଛନ୍ତି ଏପରି ଏକ ମିଥ୍ୟା ଗୁଜବ ଯେବେ ବ୍ୟାପ୍ତ ହେଲା, ତେବେ ଜାସନ 1000ରୁ ନ୍ୟୁନ ନଥିବା ଗୋଟିଏ ସୈନ୍ୟ ଦଳକୁ ନେଇ ଜେରୁସେଲେମ୍କୁ ଅକସ୍ମାତ୍ ଆକ୍ରମଣ କଲା। ପ୍ରାଚୀର ଉପରେ ଦଣ୍ଡାୟମାନ ଯୋଦ୍ଧାମାନେ ପରାଜିତ ହେଲେ ଓ ଜାସନ ନଗରୀକୁ ଅଧିକାର କଲା।
ସେତେବେଳେ ମେନେଲାଓସ୍ ଦୁର୍ଗ ମଧ୍ୟରେ ଆଶ୍ରୟ ନେଲା। ଜାସନ୍ ସହ ନାଗରିକମାନଙ୍କୁ ନିର୍ଭୀୟ ଭାବେ ସଂହାର କଲା। ସଜ୍ଜନମାନଙ୍କୁ ବଦ୍ଧ କରି ଯେଉଁ ବିଜୟ ପ୍ରାପ୍ତ ହୁଏ, ତାହା ଯେ ସର୍ବାପେକ୍ଷା ଦୁର୍ଭାଗ୍ୟଜନକ ଏକ ବିଷୟ, ସେ ଏହା ହୃଦବୋଧ କଲା ନାହିଁ। ସେ ଭାବିନେଲା ଯେ ସଜ୍ଜନମାନଙ୍କୁ ନୁହେଁ, ବରଂ ଶତ୍ରୁମାନଙ୍କୁ ପରାସ୍ତ କରି ବିଜୟ ସ୍ମାରକୀ ପତାକା ହିଁ ସେ ଉତ୍ତୋଳନ କରୁଛି। ତଥାପି ନଗରୀଟିର ଶାସନତନ୍ତ୍ର ସେ ଲାଭ କଲା ନାହିଁ। ପରିଶେଷରେ ତାର ଷଡ଼ଯନ୍ତ୍ରରୁ ସେ କେବଳ ଅପମାନ ଲାଭ କଲା। ଫଳରେ ସେ ପୁନରାୟ ଆମୋନୀୟମାନଙ୍କର ଦେଶକୁ ପଳାୟନ କଲା। ତାର ଶେଷ ଦଶା ଶୋଚନୀୟ ଥିଲା। ଆରବୀୟମାନଙ୍କର ଶାସନକର୍ତ୍ତା ଆରେତାସଙ୍କ ସମ୍ମୁଖରେ ଅଭିଯୋଗର ପାତ୍ର ହୋଇ ଗୋଟିଏ ନଗରୀରୁ ଅନ୍ୟ ନଗରୀକୁ ପଳାୟନ କରି ସମସ୍ତଙ୍କ ଦ୍ୱାରା ପଶ୍ଚାତଧାବିତ ହୋଇ ବିଧାନ ବିରୁଦ୍ଧରେ ବିଦ୍ରୋହୀ ସଦୃଶ ଘୃଣିତ ହୋଇ ଓ ଦେଶ ତଥା ସହ ନାଗରିକମାନଙ୍କ ଘାତକ ରୂପେ ବିଦେଶଯୁକ୍ତ ହୋଇ ସେ ପରିଶେଷରେ ଇଜିପ୍ଟକୁ ବିତାଡ଼ିତ ହେଲା। ଲାସେଦିୟମନୀୟମାନଙ୍କ ସହ ସ୍ଥାପିତ ବନ୍ଧୁତ୍ୱ ହେତୁ ସେଠାରେ ଆଶ୍ରୟ ପାଇ ପାରିବା ଆଶାରେ ଆସ୍ଥା ରଖି ସେ ସେଠାକୁ ଜଳଯାତ୍ରା କଲା ଏବଂ ଯିଏ ସଂଖ୍ୟାଧିକ ବ୍ୟକ୍ତିଙ୍କୁ ପ୍ରବାସ ଜୀବନ ପାଇଁ ସ୍ୱଦେଶରୁ ତଡ଼ି ଦେଇଥିଲା, ସେ ନିଜେ ଜଣେ ପ୍ରବାସୀ ସଦୃଶ ମୃତ୍ୟୁବରଣ କଲା। ଯେଉଁମାନଙ୍କର ସଂଖ୍ୟାଧିକ ମୃତଦେହ ଯେପରି ସମାଧିସ୍ଥ ନ ହୁଏ, ସେଥିପାଇଁ ଯିଏ ଅନେକଙ୍କୁ ବିତାଡ଼ିତ କରିଥିଲା, ତାର ସ୍ମରଣାର୍ଥେ ଶୋକ କରିବା ପାଇଁ କେହି ନଥିଲା। ତା ପାଇଁ କୌଣସି ଶବ ସଂସ୍କାର ହେଲା ନାହିଁ କିମ୍ବା ତାର ପିତୃପୁରୁଷମାନଙ୍କ କବର ମଧ୍ୟରେ ସେ ଶ୍ମଶାନ ସ୍ଥାନ ପାଇଲା ନାହିଁ। ଦେବାଳୟର ଲୁଣ୍ଠନ। ଯାହା ଘଟିଥିଲା ତାହାର ବୃତ୍ତାନ୍ତ ପାଇ ରାଜା ଭାବିନେଲା ଯେ ଜୁଦିଆ ବିଦ୍ରୋହ କରିଉଠିଛି। ସୁତରାଂ କ୍ରୋଧାଗ୍ନିରେ ପ୍ରଜ୍ୱଳିତ ହୋଇ ସେ ଇଜିପ୍ଟରୁ ଯାତ୍ରା କଲେ ଓ ନଗରୀକୁ ଆକସ୍ମିକ ଭାବେ ଆକ୍ରମଣ କଲେ। ଦେଖିବାକୁ ପାଇଥିବା ସମସ୍ତଙ୍କୁ ଓ ଗୃହଗୁଡ଼ିକରେ ଆଶ୍ରୟ ନେଇଥିବା ସମସ୍ତଙ୍କୁ ନିର୍ଭୟ ଭାବେ ନିଧନ କରିବା ପାଇଁ ସେ ତାଙ୍କର ସୈନ୍ୟମାନଙ୍କୁ ଆଦେଶ ଦେଲେ। ଫଳରେ ଯୁବକ ତଥା ବୃଦ୍ଧଗଣ, ବାଳକ, ନାରୀ ତଥା ପିଲାଗଣ ଓ କୁମାରୀ କନ୍ୟା ତଥା ଶିଶୁଗଣ ନିହତ ହେଲେ। ଏହିପରି 3 ଦିନ ମଧ୍ୟରେ 80,000 ଲୋକ ବିନଷ୍ଟ ହେଲେ। ସେମାନଙ୍କ ମଧ୍ୟରୁ 40,000 ବ୍ୟକ୍ତି ମୁହାଁମୁହିଁ ଯୁଦ୍ଧରେ ମୃତ୍ୟୁବରଣ କଲେ। ଯେତେ ଜଣ ନିହତ ହେଲେ, ସେତେ ସଂଖ୍ୟକ ଲୋକ ଦାସ ରୂପେ ବିକ୍ରି ହେଲେ। ଏଥିରେ ସମ୍ପୃକ୍ତ ନ ହୋଇ ଯିଏ ବିଧିବିଧାନ ତଥା ସ୍ୱଦେଶ ପ୍ରତି ବିଦ୍ରୋହୀ, ସେହି ମେନେଲାଓସର ସାହାଯ୍ୟରେ ସଂସାର ସାରା ପବିତ୍ରତମ ରୂପେ ବିବେଚିତ ଦେବାଳୟରେ ପ୍ରବେଶ କରିବାକୁ ମଧ୍ୟ ଆନ୍ତିଓଖସ୍ ସାହସ ସଞ୍ଚୟ କଲେ। ସେ ନିଜର କଳୁଷିତ ହସ୍ତ ଦ୍ୱାରା ପବିତ୍ର ପାତ୍ରଗୁଡ଼ିକୁ କରାୟତ୍ତ କଲେ ଏବଂ ପବିତ୍ର ସ୍ଥାନର ମହିମା ତଥା ଶ୍ରଦ୍ଧା ଯେପରି ପରିବର୍ଦ୍ଧିତ ହୁଏ, ସେଥିପାଇଁ ଅନ୍ୟ ରାଜାମାନଙ୍କ ଦ୍ୱାରା ଉତ୍ସର୍ଗିତ ମାନସିକ ଉପହାର ସବୁ ସେ ନିଜର ଅପବିତ୍ର ହସ୍ତ ଦ୍ୱାରା ଫୋପାଡ଼ି ଦେଲା। ସେ ଅହଙ୍କାର ମନା ହେଲେ ଓ ହୃଦୟଙ୍ଗମ କରି ପାରିଲେ ନାହିଁ ଯେ ନଗରୀବାସୀମାନଙ୍କର ପାପ ହେତୁ ପ୍ରଭୁ କୁପିତ ହୋଇ ସ୍ୱଳ୍ପ ସମୟ ବ୍ୟାପୀ ପବିତ୍ର ସ୍ଥାନକୁ ଅବହେଳା କରନ୍ତି। ସେମାନେ ଯଦି ଅନେକ ପାପ କରିନଥାନ୍ତେ, ତେବେ ଦେବାଳୟ ଭଣ୍ଡାରର ପରିଦର୍ଶନ ପାଇଁ ସେଲେଉସଙ୍କ ଦ୍ୱାରା ପ୍ରେରିତ ହେଲିଓଦରସ୍ ପ୍ରତି ଯେପରି ଘଟିଥିଲା, ସେହିପରି ଆନ୍ତିଓଖସଙ୍କ ଗମନ କାଳରେ
ପ୍ରଭୁ ତାଙ୍କୁ ମଧ୍ୟ କଷାଘାତ କରିଥାନ୍ତେ ଓ ତାଙ୍କର ଏହି ମୂଢ଼ କର୍ମରୁ ତାଙ୍କୁ ଫେରାଇଥାନ୍ତେ। ପ୍ରଭୁ ପବିତ୍ର ସ୍ଥାନ ନିମନ୍ତେ ଜନତାକୁ ମନୋନୀତ କରିନାହାନ୍ତି, ବରଂ ଜନତା ନିମନ୍ତେ ପବିତ୍ର ସ୍ଥାନକୁ ମନୋନୀତ କରିଛନ୍ତି। ସୁତରାଂ ସେ ସ୍ଥାନଟି ଜନତା ପ୍ରତି ସଂଗଠିତ ଦୁର୍ଭାଗ୍ୟର ଅଂଶୀଦାର ହେଲା ଓ ପରବର୍ତ୍ତୀ କାଳରେ ଜନତାର ଉନ୍ନତିର ମଧ୍ୟ ଭାଗୀଦାର ହେଲା। ସର୍ବଶକ୍ତିମାନଙ୍କର କ୍ରୋଧ ଯୋଗୁଁ ଯାହା ପରିତ୍ୟକ୍ତ ହୋଇଥିଲା, ପରମନନ୍ତ ପ୍ରଭୁ ନିଜର ସ୍ୱଜନମାନଙ୍କ ସହ ପୁନର୍ମିଳିତ ହେଲାବେଳେ ତାହା ତାର ସମ୍ପୂର୍ଣ୍ଣ ମହିମାରେ ପୁନରାୟ ସଂସ୍ଥାପିତ ହେଲା। ଆନ୍ତିଓଖସ୍ ଅହଙ୍କାର ମନା ହେଲା ଓ ଭାବି ନେଲେ ଯେ ସେ ଭୂସ୍ଥଳ ଉପରେ ଜଳଯାତ୍ରା କରିବ ଏବଂ ସମୁଦ୍ର ଜଳ ଉପରେ ଚାଲିପାରିବ। ଅତଏବ ସେ ଦେବାଳୟରୁ 18,000 ତାଲେଣ୍ଟ ଅଧିକାର କରି ଆନ୍ତିଓଖିଆକୁ ଅତି ଶୀଘ୍ର ଫେରିଗଲେ। ଜନତାକୁ ଉତ୍ପୀଡ଼ନ କରିବା ଉଦ୍ଦେଶ୍ୟରେ ଆନ୍ତିଓଖସ୍ କେତେଜଣ ରାଜ୍ୟପାଳଙ୍କୁ ନିଯୁକ୍ତି କଲେ। ତାକୁ ନିଯୁକ୍ତ କରିଥିବା ଆନ୍ତିଓଖସଙ୍କ ତୁଳନାରେ ଯିଏ ଅଧିକ ଅଭଦ୍ର ଓ ଯିଏ ଫ୍ରିଜିଆ ଜାତ ଥିଲା, ସେହି ଫିଲିପଙ୍କୁ ଜେରୁସେଲେମରେ ଓ ଆନ୍ତ୍ରୋନିଖସକୁ ଗେରିସିମ୍ରେ ସେ ନିଯୁକ୍ତି କଲେ। ଏହିମାନଙ୍କ ବ୍ୟତୀତ ନିଜର ସହ ନାଗରିକମାନଙ୍କ ଉପରେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ନିଷ୍କୃଟ ଭାବେ ପ୍ରଭୁତ୍ୱ ବିସ୍ତାର କରିଥିବା ମେନେଲାଓସକୁ ମଧ୍ୟ ସେ ନିୟୋଜିତ କଲେ। ଯିହୁଦୀ ନାଗରିକମାନଙ୍କ ପ୍ରତି ତାର ଦେଶ ଯୋଗୁଁ 22,000 ସୈନ୍ୟଦଳ ସମେତ ମିଶୀୟମାନଙ୍କର ସେନାପତି ଆପୋଲୋନିୟସକୁ ଆନ୍ତିଓଖସ୍ ପଠାଇଲେ ଏବଂ ବୟୋବୃଦ୍ଧି ପ୍ରାପ୍ତ ସମସ୍ତ ପୁରୁଷଙ୍କୁ ବଧ କରିବା ଓ ନାରୀ ତଥା ବାଳକମାନଙ୍କୁ ଦାସ ରୂପେ ବିକ୍ରୟ କରିବା ପାଇଁ ଆଦେଶ ଦେଲେ। ଏହି ବ୍ୟକ୍ତି ଜେରୁସେଲେମକୁ ଆସିଲା ଓ ଶାନ୍ତିପ୍ରିୟ ଲୋକ ରୂପେ ଛଳନା କରି ପବିତ୍ର ସାବତ ପର୍ଯ୍ୟନ୍ତ ଅପେକ୍ଷା କଲା। ଯିହୁଦୀମାନେ ସେହିଦିନ କୌଣସି କାର୍ଯ୍ୟ କରୁନଥିବା ଯୋଗୁଁ ନିଜର ସୈନ୍ୟମାନଙ୍କୁ ଶସ୍ତ୍ର ଧରି ସୈନିକ ରୀତିରେ ଗମନ କରିବାକୁ ସେ ଆଦେଶ ଦେଲା। ସେମାନଙ୍କୁ ଦେଖିବା ପାଇଁ ବାହାରି ଆସିବା ସମୟକୁ ସମସ୍ତଙ୍କୁ ସେ ଖଡ୍ଗରେ ନିଧନ କଲା ଏବଂ ତତ୍ପରେ ନିଜର ଶସ୍ତ୍ରଧାରୀ ସୈନିକମାନଙ୍କ ସମେତ ନଗରୀ ମଧ୍ୟକୁ ଧାଇଁ ଯାଇ ଜନତା ମଧ୍ୟରୁ ସଂଖ୍ୟାଧିକ ଲୋକଙ୍କୁ ସେ ହତ୍ୟା କଲା। କିନ୍ତୁ ପ୍ରାୟ ଅନ୍ୟ 9 ଜଣ ବ୍ୟକ୍ତିଙ୍କ ସହ ଜୁଦାସ ମାକାବେଉସ୍ ବନରେ ଆଶ୍ରୟ ନେଲେ ଓ ସେମାନେ ସେଠାରେ ବନ୍ୟ ପଶୁ ସଦୃଶ ଜୀବନଯାପନ କଲେ। ସେମାନେ ଯେପରି ନିଜ ନିଜକୁ ଆଳଙ୍କିତ ନ କରନ୍ତି, ସେଥିପାଇଁ ବନରେ ଯାହା ସ୍ୱୟଂ ବଢ଼ୁଥିଲା ତାହା ଭକ୍ଷଣ କରି ସେମାନେ ଜୀବିତ ରହିଲେ। ଅଧ୍ୟାୟ 6 ଯିହୁଦୀମାନଙ୍କ ବିରୁଦ୍ଧରେ ଧର୍ମତାଡ଼ନା। ଏହାପରେ ଅଧିକ ବିଳମ୍ବ ହେବା ପୂର୍ବରୁ ନିଜ ପିତୃପୁରୁଷମାନଙ୍କର ରୀତିନୀତିକୁ ଉପେକ୍ଷା କରିବା ଓ ଈଶ୍ୱରଙ୍କ ନିୟମାବଳୀ ମୁତାବକ ଜୀବନଯାପନ କରିବାରୁ ନିବୃତ୍ତ ହେବା ପାଇଁ ଯିହୁଦୀମାନଙ୍କୁ ବାଧ୍ୟ କରିବା ସକାଶେ ରାଜ ପରିଷଦର ସଦସ୍ୟ ଥିବା ଏକ ଆଥେନୀୟ ବ୍ୟକ୍ତିକୁ ରାଜା ପଠାଇଲେ। ଜେରୁସେଲେମସ୍ଥ ଦେବାଳୟକୁ ଅପବିତ୍ର କରିବା, ତାହାକୁ ଅଲିମ୍ପିସର ସେଉସଙ୍କ ମନ୍ଦିର ନାମରେ ନାମିତ କରିବା ଓ ଗେରିସିମ୍ରେ ଅବସ୍ଥିତ ଆଳୟକୁ ସେ ସ୍ଥାନବାସୀ ଲୋକମାନେ ଯେପରି କରିଥିଲେ, ସେହିପରି ବିଦେଶୀମାନଙ୍କର ରକ୍ଷକ ସେଉସଙ୍କର ମନ୍ଦିର ନାମରେ ତାହାକୁ ନାମିତ କରିବାକୁ ମଧ୍ୟ ସେ ଆଦେଶ ଦେଲେ। ଏତଦ୍ୱାରା
ମନ୍ଦ ତାର ଆକ୍ରମଣ ଅସହ୍ୟ ଓ ଅତ୍ୟନ୍ତ ନିଷ୍ଠୁର ହେଲା। ଦେବାଳୟରେ ବିଦେଶୀମାନେ ଲମ୍ପଟ ତଥା ଅତିରିକ୍ତ ପାନ ଭୋଜନ ଉତ୍ସବରେ ମତ୍ତ ହେଲେ। ସେମାନେ ପବିତ୍ର ସ୍ଥାନରେ ଗଣିକାମାନଙ୍କ ସହ ରତି କ୍ରୀଡ଼ା କଲେ ଓ ନାରୀମାନଙ୍କ ସହ ସଂସ୍ପର୍ଶ କରି ସହବାସ କଲେ। ଏତଦ୍‌ବ୍ୟତୀତ ନୈବେଦ୍ୟ ଉତ୍ସର୍ଗ ପାଇଁ ଯାହା ଅନୁପଯୁକ୍ତ ସେ ସମସ୍ତକୁ ସେମାନେ ତନ୍ମଧ୍ୟକୁ ନେଇ ଆସିଲେ। ନିୟମ ବିରୁଦ୍ଧ ଜଘନ୍ୟ ବସ୍ତୁ ସମୂହ ଦ୍ୱାରା ବଳିପୀଠ ଆବୃତ ହେଲା। ପିତୃପୁରୁଷମାନଙ୍କ ସମୟଠାରୁ ପାଳିତ ହୋଇ ଆସୁଥିବା ଉତ୍ସବଗୁଡ଼ିକୁ କିମ୍ବା ସାବତକୁ କୌଣସି ବ୍ୟକ୍ତି ପାଳନ କରିପାରିଲା ନାହିଁ, କିମ୍ବା ସେ ଯେ ଜଣେ ଯିହୁଦୀ ଏହା ମଧ୍ୟ କେହି ସ୍ୱୀକାର କରିପାରିଲା ନାହିଁ। ରାଜାଙ୍କର ମାସିକିଆ ଜନ୍ମୋତ୍ସବ ପାଳିତ ହେଉଥିବା ବେଳେ ନୈବେଦ୍ୟ ରୂପେ ଉତ୍ସର୍ଗିତ ବଳିବସ୍ତୁକୁ ଆହାର କରିବା ପାଇଁ ସେମାନେ ନିଷ୍ଠୁର ଭାବେ ବାଧ୍ୟ ହେଉଥିଲେ। ସେହିପରି ଦିୟନିୟସର ଉତ୍ସବ କାଳରେ ତାର ସମ୍ମାନାର୍ଥେ ଆଇଭି ଲତାରେ ଗୁନ୍ଥା ହୋଇଥିବା ହାର ପିନ୍ଧି ଶୋଭାଯାତ୍ରାରେ ଭାଗ ନେବା ପାଇଁ ମଧ୍ୟ ସେମାନେ ବାଧ୍ୟ ହେଲେ। ଟଲେମୀର ପରାମର୍ଶ ମୁତାବକ ଏକ ନିର୍ଦ୍ଦେଶନାମା ଘୋଷିତ ହେଲା ଯେ ସମୀପବର୍ତ୍ତୀ ଗ୍ରୀସୀୟ ନଗରୀ ସମୂହ ମଧ୍ୟ ଯିହୁଦୀମାନଙ୍କ ପ୍ରତି ସେହି ସମାନ କାର୍ଯ୍ୟଧାରା କରିବେ। ନୈବେଦ୍ୟ ଉତ୍ସର୍ଗରେ ଭାଗ ନେବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇବେ ଓ ଯେଉଁମାନେ ଗ୍ରୀସୀୟ ପ୍ରଥା ପଦ୍ଧତିକୁ ଅସ୍ୱୀକାର କରିବେ ସେମାନଙ୍କୁ ନିଧନ କରିବେ। ସେମାନଙ୍କ ପ୍ରତି ସଂଗଠିତ ଦୁଃଖକୁ ଏ ସମସ୍ତ କାର୍ଯ୍ୟ ସ୍ପଷ୍ଟ କରେ। ଉଦାହରଣ ସ୍ୱରୂପ ନିଜର ସନ୍ତାନମାନଙ୍କୁ ପରିଚ୍ଛେଦନ କରିଥିବା ଯୋଗୁଁ 2 ଜଣ ନାରୀ ଧରାଗଲେ। ସେହି ଶିଶୁମାନଙ୍କୁ ସେମାନଙ୍କର ଗଳାରୁ ଝୁଲାଇ ସେମାନଙ୍କୁ ନଗରୀ ମଧ୍ୟ ଦେଇ ଚଲାଇଲେ। ତତ୍ପରେ ସେମାନଙ୍କୁ ଅଧମସ୍ତକ ଅବସ୍ଥାରେ ତଳକୁ ନିକ୍ଷେପ କଲେ। ସପ୍ତମ ଦିବସକୁ ଗୋପନରେ ପାଳନ କରିବା ପାଇଁ ଯେଉଁମାନେ ଗୁମ୍ଫାଗୁଡ଼ିକରେ ସମବେତ ହେଲେ ସେମାନଙ୍କୁ କେହି କେହି ଫିଲିପର ହସ୍ତରେ ଧରାଇଦେଲେ। ଫଳରେ ସେମାନେ ସମସ୍ତେ ସମ୍ମିଳିତ ଭାବେ ଦଗ୍ଧୀଭୂତ ହେଲେ, କାରଣ ପବିତ୍ରତମ ସେହି ଦିବସ ପ୍ରତି ସେମାନଙ୍କର ଭକ୍ତି ତଥା ଆଦର ଯୋଗୁଁ ନିଜ ନିଜକୁ ସମର୍ଥନ କରିବା ପାଇଁ ସେମାନେ ଉଦ୍ୟତ ହେଲେ ନାହିଁ। ଯେଉଁମାନେ ଏହି ଗ୍ରନ୍ଥଟି ପଠନ କରିବେ ସେମାନେ ଏପରି ଦୁର୍ଗତି ଯୋଗୁଁ ହତୋତ୍ସାହ ନ ହେବା ପାଇଁ ମୁଁ ବର୍ତ୍ତମାନ ଅନୁରୋଧ କରେ, କାରଣ ସେମାନେ ବୁଝିବା ଉଚିତ ଯେ ସମସ୍ତ ଶାସ୍ତି ବିଧାନ ଜନତାର ବିନାଶ ପାଇଁ ନୁହେଁ, ବରଂ ଆମର ସ୍ୱଜନମାନଙ୍କୁ ତାଲିମ କରିବା ପାଇଁ ଉଦ୍ଦିଷ୍ଟ। ବାସ୍ତବତଃ ଅଧର୍ମୀମାନଙ୍କୁ ସୁଦୀର୍ଘ କାଳ ବ୍ୟାପୀ ସ୍ୱଇଚ୍ଛା ମୁତାବକ ବ୍ୟାପାର କରିବାକୁ ନ ଛାଡ଼ି ସେମାନଙ୍କୁ ଅବିଳମ୍ବେ ଦଣ୍ଡ ଦେବା ମହା ଉଦାରତାର ଏକ ଚିହ୍ନ ଅଟେ। ଅନ୍ୟ ଜାତି ସମୂହ ପ୍ରତି ଯେପରି ଶାସ୍ତି ବିଧାନ କରନ୍ତି, ସେଥିପାଇଁ ସେମାନଙ୍କ ବ୍ୟାପୀ ପାପୀ ଜୀବନର ପରିପୂର୍ଣ୍ଣତାରେ ଆସି ପହଞ୍ଚିବା ପର୍ଯ୍ୟନ୍ତ ପ୍ରଭୁ ସେମାନଙ୍କ ପ୍ରତି ଅପେକ୍ଷା କରନ୍ତି। କିନ୍ତୁ ଆମ ସହ ପ୍ରଭୁ ସେପରି କରୁନାହାନ୍ତି। ପାପର ଚରମ ସୀମାରେ ଆସି ପହଞ୍ଚିବା ସମୟରେ ଆମ ବିରୁଦ୍ଧରେ ପ୍ରତିଶୋଧ ନେବା ସକାଶେ ସେ ଏହିପରି ସାଧନ କରୁଛନ୍ତି। ସୁତରାଂ ସେ ଆମଠାରୁ ନିଜର କରୁଣାକୁ ପ୍ରତ୍ୟାହାର କରୁନାହାନ୍ତି। ଦୁର୍ଗତି ଘଟାଇ ଯଦିଓ ସେ ଆମମାନଙ୍କୁ ତାଲିମଭୁକ୍ତ କରୁଛନ୍ତି, ତଥାପି ସ୍ୱଜନମାନଙ୍କୁ ସେ ପରିତ୍ୟାଗ କରୁନାହାନ୍ତି। ଆମେ ଯାହା କିଛି କରିଅଛୁ ତାହା ସେମାନଙ୍କର ସ୍ମୃତିରେ ଅବସ୍ଥାନ କରୁ। ଆମେ ସଂକ୍ଷିପ୍ତ ଭାବେ ଏହି ଇତିହାସକୁ ବର୍ଣ୍ଣନା କରି ଅଗ୍ରସର ହେବା।
ଏଲିଆସାରଙ୍କ ସାକ୍ଷମରତ ବୟୋବୃଦ୍ଧ ତଥା ସତ ସ୍ୱଭାବ ବିଶିଷ୍ଟ ମୁଖ୍ୟ ଧର୍ମଶାସ୍ତ୍ରୀ ଏଲିଆସାରଙ୍କୁ ଶୂକର ମାଂସ ଖୁଆଇବା ଉଦ୍ଦେଶ୍ୟରେ ସେମାନେ ବଳ ପ୍ରୟୋଗ ପୂର୍ବକ ତାଙ୍କର ମୁଖ ଖୋଲିଲେ। କିନ୍ତୁ ସେ ଅପମାନିତ ହୋଇ ଜୀବିତ ରହିବା ଅପେକ୍ଷା ସମ୍ମାନାସ୍ପଦ ଅବସ୍ଥାରେ ମୃତ୍ୟୁବରଣ କରିବା ବରଂ ଶ୍ରେୟସ୍କର ମନେକରି ସେହି ମାଂସକୁ ପାଟିରୁ ଫିଙ୍ଗି ଦେଇ ଯନ୍ତ୍ରଣା ଦିଆଯାଉଥିବା କାଷ୍ଠଯନ୍ତ୍ର ପାଖକୁ ସ୍ୱେଚ୍ଛାକ୍ରମେ ଗଲେ। ଜୀବନ ପ୍ରତି ଥିବା ସ୍ୱାଭାବିକ ସ୍ନେହକୁ ମଧ୍ୟ ବିସ୍ମୃତ ହୋଇ ଯାହା ଆସ୍ୱାଦନ କରିବା ପାଇଁ ନିଷିଦ୍ଧ ତାହାକୁ ଅସ୍ୱୀକାର କରିବା ପାଇଁ ଯେଉଁମାନେ ନିର୍ଭୀକ ଅଟନ୍ତି ସେମାନେ ଏହିପରି କରିବା କାମ୍ୟ। ଯେଉଁମାନେ ସେହି ଅବୈଧ ନୈବେଦ୍ୟ ଉତ୍ସର୍ଗର ତତ୍ତ୍ୱାବଧାରକ ଥିଲେ ସେମାନେ ସୁଦୀର୍ଘ କାଳ ବ୍ୟାପୀ ତାଙ୍କ ସହ ସ୍ଥାପନ କରିଥିବା ପରିଚୟ ଯୋଗୁଁ ସେ ଖାଇବା ପାଇଁ ନିଜ ଦ୍ୱାରା ପ୍ରସ୍ତୁତ ମାଂସ ଆଣି ରାଜାଙ୍କ ଦ୍ୱାରା ଆଦିଷ୍ଟ ନୈବେଦ୍ୟ ବସ୍ତୁର ମାଂସକୁ ଆହାର କରୁଥିବା ଛଳନାରେ ଭକ୍ଷଣ କରିବା ପାଇଁ ଗୋପନରେ ତାଙ୍କୁ ଅନୁରୋଧ କଲେ। ତଦ୍ରୂପାଚରଣ ପାଇଁ ସେ ଯଦି ସମ୍ମତ ହୁଅନ୍ତି ତେବେ ସେ ମୃତ୍ୟୁ ମୁଖରୁ ରକ୍ଷା ପାଇବେ ଏବଂ ସେମାନଙ୍କ ପ୍ରତି ତାଙ୍କର ଦୀର୍ଘ ମୈତ୍ରୀ ବନ୍ଧନ ଯୋଗୁଁ ତାଙ୍କ ପ୍ରତି କରୁଣା କରିବେ ବୋଲି ସେମାନେ ଆଶା ପୋଷଣ କଲେ। କିନ୍ତୁ ତାଙ୍କ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ କଟିଥିବା ବର୍ଷ ସମୂହର ପଦ ମର୍ଯ୍ୟାଦା ତାଙ୍କ ବାଲ୍ୟାବସ୍ଥାରୁ ଯାପନ କରିଥିବା ବିଶିଷ୍ଟ ତଥା ଉତ୍ତମ ଜୀବନଯାପନ ତାଙ୍କ ପକ୍କ କେଶର ମହତ୍ ଅବସ୍ଥା ଓ ଈଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ତଥା ପବିତ୍ର ବିଧାନ ପ୍ରତି ଏକ ଯୋଗ୍ୟ ଅନୁରୂପ ଦୃଢ଼ ପ୍ରତିଜ୍ଞା କରି ତାଙ୍କୁ ପାତାଳକୁ ପଠାଇ ଦେବା ପାଇଁ ସେ ସେମାନଙ୍କୁ ସହସା ଅନୁରୋଧ ଜଣାଇଲେ। ସେ ସେମାନଙ୍କୁ କହିଲେ, ଆମର ଏହି ଜୀବନ କାଳରେ ଏପରି ଛଳନା ଉତ୍ତମ ଦେଖାଯିବ ନାହିଁ। ଅଥଚ ଯୁବା ବ୍ୟକ୍ତିମାନେ ବିଚାର କରିପାରନ୍ତି ଯେ ଏଲିଆସାର ନିଜର 90 ବର୍ଷ ବୟସରେ ବିଦେଶୀ ଧର୍ମକୁ ସ୍ୱୀକାର କରିଅଛନ୍ତି। ଫଳରେ ଆଉ ସ୍ୱଳ୍ପ ସମୟ ଧରି ଜୀବିତ ହୋଇ ରହିବା ଆଶାରେ ମୋର ଛଳନା ଯୋଗୁଁ ସେମାନେ ପଥଭ୍ରଷ୍ଟ ହୋଇପାରନ୍ତି ଏବଂ ମୁଁ ମୋର ବାର୍ଦ୍ଧକ୍ୟାବସ୍ଥାକୁ କଳଙ୍କିତ ତଥା ଅପମାନିତ କରିପାରେ। ଯଦିଓ ବର୍ତ୍ତମାନ ପାଇଁ ମୁଁ ମାନବ ପ୍ରଦତ୍ତ ଶାସ୍ତି ବିଧାନରୁ ରକ୍ଷା ପାଇବି, ତଥାପି ଜୀବିତ କିମ୍ବା ମୃତ ଅବସ୍ଥାରେ ସର୍ବଶକ୍ତିମାନଙ୍କର ହସ୍ତରୁ ମୁକ୍ତ ହୋଇ ପାରିବି ନାହିଁ। ସୁତରାଂ ମୁଁ ଯଦି ବର୍ତ୍ତମାନ ପୁରୁଷୋତ୍ତର ସହ ମୋର ଜୀବନକୁ ତ୍ୟାଗ କରେ, ତେବେ ମୁଁ ମୋର ବାର୍ଦ୍ଧକ୍ୟାବସ୍ଥାର ଜଣେ ଯୋଗ୍ୟ ବ୍ୟକ୍ତି ରୂପେ ପ୍ରମାଣିତ ହେବି ଏବଂ ତଦ୍ୱାରା ଯୁବ ବ୍ୟକ୍ତିଗଣ ଏକ ପ୍ରଶଂସାଯୋଗ୍ୟ ଦୃଷ୍ଟାନ୍ତ ଲାଭ କରିବେ ଯେ ପୂଜ୍ୟ ତଥା ପବିତ୍ର ବିଧାନ ନିମନ୍ତେ କିଭଳି ସ୍ୱେଚ୍ଛାମୂଳକ ଭାବେ ପ୍ରଶଂସାଯୋଗ୍ୟ ଉତ୍ତମ ମୃତ୍ୟୁ ବରଣ କରିବାକୁ ହେବ। ଏହା କହି ସେ ଖୁବ୍ ଶୀଘ୍ର ଯାତନା ଯନ୍ତ୍ର ନିକଟକୁ ଗମନ କଲେ। ଯେଉଁମାନେ ସ୍ୱଳ୍ପ ସମୟ ପୂର୍ବରେ ତାଙ୍କ ପ୍ରତି ସଦିଚ୍ଛାର ସହ ଆଚରଣ କରିଥିଲେ, ସେମାନେ ବର୍ତ୍ତମାନ ତାଙ୍କ ପ୍ରତି ଅନିଷ୍ଟ ମନୋଭାବ ପ୍ରଦର୍ଶନ କଲେ। ତାଙ୍କ ଦ୍ୱାରା କଥିତ ପୂର୍ବୋକ୍ତ ବକ୍ତବ୍ୟ ସେମାନଙ୍କ ଦୃଷ୍ଟିରେ ସମ୍ପୂର୍ଣ୍ଣ ପାଗଳାମୀ ସଦୃଶ ଦେଖାଗଲା। ପ୍ରହାର ବଳରେ ମୃତପ୍ରାୟ ହୋଇଥିବା ସମୟରେ ଆର୍ତ୍ତନାଦ ପୂର୍ବକ ସେ ଉଚ୍ଚ ସ୍ୱରରେ କହିଲେ, ମୁଁ ଅବଶ୍ୟ ମୃତ୍ୟୁରୁ ରକ୍ଷା ପାଇଥାନ୍ତି, ତଥାପି ଏହି ପ୍ରହାର ବଳରେ ମୋର ଶରୀର ଯେତେବେଳେ କଠୋର ବେଦନା ଅନୁଭବ କରେ, ସେତେବେଳେ ମୋର ଆତ୍ମା ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରୁଥିବା ଯୋଗୁଁ ପ୍ରଭୁ ତାହାଙ୍କ ପବିତ୍ର ଜ୍ଞାନ ଦ୍ୱାରା ସ୍ପଷ୍ଟ ରୂପେ ଜାଣନ୍ତି ଯେ ଏପରି ଯାତନା ଅନୁଭବ କରିବା ପାଇଁ ମୁଁ
ଆନନ୍ଦିତ ଅଟେ। ସୁତରାଂ ନିଜର ମୃତ୍ୟୁ ଦ୍ୱାରା କେବଳ ଯୁବା ବ୍ୟକ୍ତିମାନଙ୍କ ପାଇଁ ନୁହେଁ, ବରଂ ନିଜର ସମସ୍ତ ସ୍ୱଜନମାନଙ୍କ ପ୍ରତି ଏକ ମହାନ ଦୃଷ୍ଟାନ୍ତ ତଥା ନିର୍ଭୀକତାର ଏକ ସ୍ମାରକୀ ତ୍ୟାଗ କରି ସେ ଏହିପରି ଭାବେ ମୃତ୍ୟୁବରଣ କଲେ।